ସବୁଠାରୁ ବଡ଼ ଭଗ୍ନାଂଶ କିପରି ଆମେ ଜାଣିବା? ଛୋଟ ଛୋଟ ସଂଖ୍ୟାକୁ ନେଇକରି ଆମେ ସବୁଠାରୁ ବଡ଼ ସାନ ଭଗ୍ନାଂଶ ଆମେ ନିର୍ଣ୍ଣୟ କରିପାରିବା ଜାଣିଛେ। କିନ୍ତୁ ଯଦି ବଡ଼ ବଡ଼ ଥିବ, ଘରରେ ଯଦି ବଡ଼ ବଡ଼ ସଂଖ୍ୟା ଥିବ, ଆଉ କିପରି ସହଜରେ ନିର୍ଣ୍ଣୟ କରିପାରିବା? ଦେଖିବା ଚାଲନ୍ତୁ। ପ୍ରଥମ ଅପସନ୍କୁ ଦେଖିବା। 23/37 ଲବର କେତେ ଗୁଣ ହର? ପ୍ରାୟ ଅନୁମାନିକ ଆମେ ଦେଖିବା ଲବର ହରର କେତେ ଗୁଣ? ପ୍ରାୟ 3 ଗୁଣ। 3 ଗୁଣରୁ ସାମାନ୍ୟ ଅଧିକା ଅଛି। ଏଠି 13×65 5 ଗୁଣରୁ ଅଧିକା ଅଛି। ଅନୁମାନିକ ଭ୍ୟାଲୁ ନେବା। ଏଠି ସେମିତି 20×80 20×80 4 ଗୁଣରୁ ସାମାନ୍ୟ ଅଧିକା ଅଛି। ଏଠି କେତେ? 8×40 ପ୍ରାୟ 8 ଗୁଣରୁ ସାମାନ୍ୟ କମ୍ ହେବ। ବର୍ତ୍ତମାନ ଆମେ ଦେଖିବା ନ୍ୟୁମରେଟର ଆଉ ଡିନୋମିନେଟର ମଧ୍ୟରେ, ଲବ ଓ ହର ମଧ୍ୟରେ କେଉଁଠି କମ୍ ଗୁଣ ଅଛି? ଯେଉଁଠି କମ୍ ଗୁଣ ଅଛି ସେଇଟା ହେଉଛି ବଡ଼ ବୋଲି ଜାଣିବା। ତେଣୁ ଏଇଠି 23/70ଟା ହେଉଛି ବଡ଼ ଭଗ୍ନାଂଶ। ଆଉ ଛୋଟ ଭଗ୍ନାଂଶ ହେଉଛି ଯେଉଁଟା ବେଶୀ ଗୁଣ ହେଇଯାଇଛି। ଲବର 8 ଗୁଣ ଅଛି। ତେଣୁ ଏଇଟା ହେଉଛି ସବୁଠୁ ସାନ ଭଗ୍ନାଂଶ।